ବୟସ ହେଇଗଲା ସେ କାଲି ତା ମନରେ ମଣିଷକୁ ଖୋଜି ବୁଲୁଥିଲ। ତମେ ବୋଧେ ଠିକ କହୁଛ। ଯୋଉ ଝିଅର ବୟସ ହେଇଗଲେ ତାଙ୍କ ମନେ ପସନ୍ଦର ପୁଅ ଖୋଜନ୍ତି, ହେଲେ ମୋ ଜୀବନରେ କେମିତିକା ପୁଅ ଆସିବ ଯେ ତା ମୁଁ ଜାଣିପାରୁନି। ଦେଖିବୁ ଶ୍ରାବଣୀ, ତତେ ଗୋଟିଏ ଭଲ ପୁଅ ମିଳିବ, ଆଉ ସେ ଦେଖିବାକୁ ନା ବହୁତ ସୁନ୍ଦର ଦେଖିବ। ହଁ ଶ୍ରାବଣୀ। ହେଲେ ଶ୍ରାବଣୀ, ରୂପା ସତ କହୁଥିଲ, ତତେ ନା ଗୋଟେ ବହୁତ ସୁନ୍ଦର ପୁଅଟେ ମିଳିବ, ଆଉ ସେ ହଉ ବହୁତ ସୁନ୍ଦର ବି ହେଇଥିବ। ହଁ ନା? ସବୁ ଝିଅ ତ ଭଗବାନଙ୍କୁ ଡାକନ୍ତି, ହେଲେ ମୁଁ ବି ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଛି ଯେ ମତେ ଗୋଟେ ଭଲ ପରଟିଏ ମିଳୁ ବୋଲି। ହଉ ଠିକ ଅଛି, ଆମେ ଏଠି ଆସି ବହୁତ ସମୟ ହେଇଗଲା। ସେପଟେ ମୋ ଭାଇ ଅଭିଳାଷ ମତେ ଖୋଜୁଥିବ। ହଉ ଚାଲ। हेलो श्रावणी, तू भल अच्छु तो? एटी कौन करुछु? तो तब गाँ सार के खोजी बोलुछु। ए अविनाश, आई मो पाखु पड़ी कौन काम अछि? आई कौन अविनाश, आई क तू जानि छपा मु तो पाखु को काइटा अछि। ए अविनाश, आई मते काइकी मो पाखु काइकी आछो? आई क अविनाश। ओपा आमे पप्पा गोटे बेले उठे बाड़ीका पाखरु 50,000 टका ଧାର ଆଣିଥିଲେ। ସେ ବାଳିକା ଆମ ଘରକୁ ଆସିଥିଲି, ମତେ ଧମକୁ ବି ଦେଇଛି 10,000 ଭିତରେ ଟଙ୍କା ଆମେ ଦେବା, ଆମ ଘରଟାକୁ ତୋଳିଦେବ। ହଁ ଆମ ଘରଟାକୁ ତୋଳିଦେବ। ହେଲେ ଆମେ ଯିବା କୁଆଡେ? ହଁ ଯିବା କୁଆଡେ? ଅବିନାଶ, ତାହେଲେ ତୁ ସତ କହୁଛୁ? କଣ ଅବିନାଶ, ତୁ ସତ କହୁଛୁ? ହଁ ବାବୁ ସତ କହୁଛି। ସେ ବାଳିକା ଆମ ଘରକୁ ଆସିଥିଲା। ହଁ ବା। ଆଉ ପୁଣି ବାପା ମା ବଞ୍ଚିଥିବା ସମୟରେ ଗୋଟେ ମାଲିକ ପାଖରୁ 50,000 ଧାର ଆଣିଥିଲେ। ଅବିନାଶ, ତୁ କିଛି ଟେନସନ କରନି, ତୁ କିଛି ଟେନସନ କରନି। ସେ 50,000 ଟଙ୍କା କୋଉଠି କେମିତି କାମ କରି ମୁଁ ନିଶ୍ଚୟ ସୁଝିଦେବି। ମୁଁ ନିଶ୍ଚୟ ସୁଝିଦେବି, ତୁ କିଛି ଟେନସନ କରନି। କାମ କରିବୁ ଶ୍ରାବଣୀ? ଭାଇ ହଁ, ତମେ କାମ କରିବନି, ତମେ ଗୋଟେ ଚାକିରି କରିବ। ଆରେ ହଁ ଭାଇ, ତମେ ସତ କହୁଛ? ମୁଁ ପୁଣି ଚାକିରି କରିବି? ହଁ ଶ୍ରାବଣୀ, କୁହ ଭାଇ, ହେଲେ କହୁଛି କିଏ ବାହା କରିବ ଝିଅକୁ ଚାକିରି ଦେବ? କୁହ ଭାଇ। ଏ ଶ୍ରାବଣୀ ଭାଇ, ତୁ ଜମା ଟେନସନ ନେଲା। ମୋର ଗୋଟେ କମ୍ପାନୀ ମାନଙ୍କ ସହିତ ଚିହ୍ନା ପରିଚୟ ଅଛି, ସେଇଠି ନେଇ ତୋ ଚାକିରି ଯେମିତି ହେଲେ ବି ମୁଁ କରେଇ ଦେବି। ଆରେ ହଁ, ତୁ କିଛି ବ୍ୟସ୍ତ ହବ ନା। ହଁ ଭାଇ, ମୁଁ ତୁମକୁ ହାତ ଯୋଡ଼ି ଗୁହାରି କରୁଛି, ମତେ ଯେମିତି ହେଲେ ବି ଚାକିରି ଖଣ୍ଡ ଦରକାର। ହଁ ଭାଇ, ଚାକିରି ଖଣ୍ଡ ଦରକାର, ନହେଲେ ଆମେ ଦି ଭାଇ ଭଉଣୀ ଚଳିବୁ କେମିତି? କୁହ ଭାଇ, ଚଳିବୁ କେମିତି? ଶ୍ରାବଣୀ, ମୁଁ କହୁଛି ବା, ତୁ ଜମାରୁ ବ୍ୟସ୍ତ ହବା। ମୋର ଗୋଟେ କମ୍ପାନୀ ମାନଙ୍କ ସହିତ ଚିହ୍ନା ପରିଚୟ ଅଛି, ସେଇଠି ନେଇ ଯେମିତି ହେଲେ ବି ତୋ ଚାକିରି କରେଇ ଦେବି। ଆଉ ଆଇକି ବ୍ୟସ୍ତ ହଉଛୁ? ହଁ ଭାଇ। ଏ ଅବିନାଶ, ତାହେଲେ ମୁଁ ଶୁଭକାନ୍ତ ଭାଇ ସହିତ ଯିବି। ଯା ଅବିନାଶ, ଦାୟିତ୍ୱ ତୋରି ଉପରେ ରହିଲା। ହଁ, ଏ ଘରର ଦାୟିତ୍ୱ ତୋରି ଉପରେ ରହିଲା। ଠିକ ଅଛି ଅବିନାଶ, ଠିକ ଅଛି, ତୁ କିଛି ଟେନସନ କରନି। ସେ କମ୍ପାନୀ ମୁଁ ଚାକିରି ପାଇଲା ପରେ ଆମ ଘର ଦୁଃଖ ରହିବନି, ଆମ ଘର ଦୁଃଖ ସବୁ ଧୂଳ ହେଇଯିବ। ଟେନସନ କରନି। ଅବିନାଶ, ତୁ ଚାକିରି ପାଇଲେ ସେ ବାଳିକାକୁ 50,000 ଟଙ୍କା ଫେରେଇ ଦେବା, ପୁଣି ଆମ ଘରକୁ ଆସି ତିଆରି କରି ଆମ ଘରକୁ ନିଲାମ କରିଦେବ। ଅପା, ଆମେ ରହିବା କୋଉଠି, ଖାଇବା କଣ? କାହିଁକି କାନ୍ଦୁଛୁ? କାନ୍ଦିଲେ ସେ କମ୍ପାନୀ ମୁଁ ଚାକିରି ପାଇଲା ପରେ ସେଇ 50,000 ଟଙ୍କା ମୁଁ ଯେମିତି ହେଲେ ବି ଫେରେଇ ଦେବି। ହଁ, ଫେରେଇ ଦେବି, ତୁ କିଛି ଟେନସନ କରନି। ଚାଲ, ଯାଉଛି। ଏଇ ତୋ ଡକୁମେଣ୍ଟ ଗୁଡାକ ଭାଇ ମୋ ସହିତ ଭେଟ ମତେ କହିଲେ ତୋ ଉପରେ ଡକୁମେଣ୍ଟ ଧରିଥା, ସେଥିପାଇଁ ତୋ ଡକୁମେଣ୍ଟଟା ତୋ ପାଖକୁ ନେଇ ଆସିଛି। ହଁ, ମୁଁ ତୋ ପାଖକୁ ନେଇ ଆସିଛି। ତୁ ଆଣିକି ଠିକ କରିଛୁ, ତୁ କିଛି ବ୍ୟସ୍ତ ହବା ଦରକାର ନାହିଁ।
ଆସୁଛୁ ଠିକ ଅଛି ବାପା ଆଣିରେ ତୁ କାନ ଠିକ ଅଛି ହଉ ଚାଲ ସାମନେ ପ୍ରାର୍ଥନା କରୁଛି ତାହେଲେ ବସୁଛି ତାହେଲେ ଆସୁଛି